ଚୀନର ବେଜିଂ ସହରରେ ଏକ ଘଟଣା ଘଟିଥିବା କୁହାଯାଉଛି, ଯେଉଁଥିପାଇଁ ଆଜି ମଧ୍ୟ ଲୋକମାନେ ବିଳମ୍ବିତ ରାତିରେ ବସ୍ରେ ଯାତ୍ରା କରିବାକୁ ଭୟ କରୁଛନ୍ତି। 2 ଦଶନ୍ଧିରୁ ଅଧିକ ସମୟ ଧରି ରୁଟ୍ ନମ୍ବର 375 ବସ୍ର କାହାଣୀ କୁହାଯାଉଛି। ଏହି କାହାଣୀ କେତେ ସତ ତାହା ସ୍ପଷ୍ଟ ହୋଇନାହିଁ, କିନ୍ତୁ ବେଜିଂ ୱେବସାଇଟ୍ ସମେତ ଅନେକ ଇଂରାଜୀ ୱେବସାଇଟ୍ରେ ମଧ୍ୟ ଏହି କାହାଣୀ ଭାଇରାଲ୍ ହୋଇଛି। ଆଜି ବି ପୋଲିସ ପାଇଁ ଏହା ଏକ ପଜଲ୍। ଏହି ଘଟଣା ଘଟିବାର ପ୍ରାୟ 27 ବର୍ଷ ବିତିଗଲାଣି। ଏପରିକି ଚୀନ ପୋଲିସ ଆଜି ପର୍ଯ୍ୟନ୍ତ ଏହି ରହସ୍ୟର ସମାଧାନ କରିପାରିନାହିଁ। ଏହି କାହାଣୀଟି ଏକ ଭୂତ ବିଷୟରେ ଶୁଣାଯାଏ। ପୋଲିସର ଅନୁସନ୍ଧାନ ଏବଂ ଅନ୍ୟାନ୍ୟ ଜିନିଷ ଆପଣଙ୍କ ପାଇଁ କେବଳ କଳ୍ପନା ପରି ଲାଗିବ। ଏହା ହେଉଛି ଏକ ରାତିର ରହସ୍ୟମୟ କାହାଣୀ, ଯାହା 14 ନଭେମ୍ବର 1995ରେ ଘଟିଥିଲା। ଆପଣ ଦେଖୁଛନ୍ତି ମିଷ୍ଟ୍ରି ଡ୍ରାଇଭ୍। ଯଦି ଏହି ଚ୍ୟାନେଲକୁ ନୂଆ ଦେଖୁଛନ୍ତି, ତେବେ ଜଲ୍ଦି ଯାଇ ସବସ୍କ୍ରାଇବ୍ କରିଦିଅନ୍ତୁ ଏହିଭଳିଆ ରହସ୍ୟମୟ ଭିଡ଼ିଓ ଦେଖିବା ପାଇଁ। ଏହି କାହାଣୀ ଚାଇନାର ବେଜିଂରୁ ଆରମ୍ଭ ହୋଇଛି। ଏହି ମାସ ଥିଲା ନଭେମ୍ବର ମାସ ଏବଂ ବହୁତ ଥଣ୍ଡା ମଧ୍ୟ ଥିଲା। ବାହାରେ ବହୁତ ଜୋରରେ କୁହୁଡ଼ି ମଧ୍ୟ ପଡ଼ିଥିଲା। ସେହିଦିନ ରାତିରେ ରୁଟ୍ 375 ଦେଇ ଏକ ବସ୍ ଚଳାଚଳ କରେ। ଚାଇନା ବସ୍ ନମ୍ବର 375 ୟୁଆନମିଂହ୍ୱାନ ବସ୍ ଟର୍ମିନାଲଠାରୁ ସିଆଂଶାନ ଫ୍ରାଗ୍ରାଣ୍ଟ ହିଲକୁ ନିର୍ଦ୍ଧାରିତ ସମୟରେ ଯାତ୍ରା କରେ। ବସ୍ଟି ଯାତ୍ରୀମାନଙ୍କ ସହିତ ପୂର୍ଣ୍ଣ ଥିଲା ଏବଂ କିଛି କିଲୋମିଟର ଯାତ୍ରା କରିବା ପରେ ଯାତ୍ରୀମାନେ ଧୀରେ ଧୀରେ ନିଜ ନିଜ ବସ୍ଷ୍ଟାଣ୍ଡରେ ଓହ୍ଲାଇଲେ। ଏବେ ବସ୍ ସମ୍ପୂର୍ଣ୍ଣ ଖାଲି ଥିଲା। ବର୍ତ୍ତମାନ ବସ୍ରେ ଜଣେ ଡ୍ରାଇଭର ଏବଂ ଜଣେ ମହିଳା କଣ୍ଡକ୍ଟର ରହିଛନ୍ତି। ଫ୍ରାଗ୍ରାଣ୍ଟ ହିଲକୁ ଯାତ୍ରା ଏପର୍ଯ୍ୟନ୍ତ ଲମ୍ବା ଥିଲା, ଯେହେତୁ ଆଉ 7 ଜଣ ପାସେଞ୍ଜର ବାକି ରହିଥିଲେ। ରାତି ପ୍ରାୟ 12ଟା ବେଳେ ଚାରିଆଡ଼େ ନୀରବତା ରହିଥିଲା ଏବଂ ଏହି ବସ୍ ଯେଉଁ ରାସ୍ତା ଦେଇ ଯାଉଥିଲା, ତାହା ଗାଁ ଓ ଜଙ୍ଗଲ ଦେଇ ଯାଉଥିଲା। ଗୋଟେ ଦୁଇଟି ଷ୍ଟପ୍ ଅତିକ୍ରମ କରିବା ପରେ ଆଉ ଏକ ବସ୍ଷ୍ଟାଣ୍ଡରେ ବସ୍ ନମ୍ବର 375 ରହିଲା। ଜଣେ ବୃଦ୍ଧ ମହିଳା, 19 ବର୍ଷର ବାଳକ ଏବଂ ଏକ ଦମ୍ପତି ଏଠାରେ ବସ୍ରେ ଚଢ଼ିଲେ। ଯୁବକ ଦମ୍ପତି ଡ୍ରାଇଭରର ପଛରେ ଥିବା ସିଟରେ ବସିଛନ୍ତି ଏବଂ ପିଲାଟି ଝରକା ପାଖ ସିଟରେ ଏବଂ ବୃଦ୍ଧ ଜଣକ ସେହି ପିଲାଟିର ପଛ ସିଟରେ ବସିଛନ୍ତି। ବର୍ତ୍ତମାନ ବସ୍ରେ ମୋଟ 6 ଜଣ, 4 ଜଣ ଯାତ୍ରୀ ଏବଂ 2 ଜଣ ବସ୍ କର୍ମଚାରୀ ରହିଲେ। ବସ୍ ପୁନର୍ବାର ଗନ୍ତବ୍ୟସ୍ଥଳ ଆଡ଼କୁ ଯାତ୍ରା ଆରମ୍ଭ କରେ ଏବଂ ବସ୍ ଭିତରର ପରିବେଶ ସମ୍ପୂର୍ଣ୍ଣ ଶାନ୍ତ। ଯେଉଁ ରାସ୍ତାରେ ବସ୍ ଯାଉଥିଲା, ସେହି ରାସ୍ତାରେ କୌଣସି ମଣିଷ ଦେଖାଯାଉନଥିଲେ, କାରଣ ବାହାରେ ଘନ କୁହୁଡ଼ି ଥିଲା। ପ୍ରାୟ 4ଟି ଷ୍ଟପ୍ ଅତିକ୍ରମ କରିବା ପରେ ବସ୍ ଡ୍ରାଇଭର ରାସ୍ତାରେ 2 ଜଣଙ୍କୁ ଠିଆ ହୋଇଥିବା ଦେଖିଥିଲେ। ଏହା ପ୍ରଥମେ ଡ୍ରାଇଭର ଦେଖିଲେ ଏବଂ ଭାବିଲେ ଯେ ସେମାନେ ଠିଆ ହୋଇଥିବା ସ୍ଥାନରେ କୌଣସି ବସ୍ଷ୍ଟାଣ୍ଡ ନଥିବାରୁ ସେ ବସ୍ ସେଠି ରଖିବେ ନାହିଁ। କିନ୍ତୁ ମହିଳା କଣ୍ଡକ୍ଟରଙ୍କ କହିବା ଅନୁସାରେ ଡ୍ରାଇଭର ବସ୍ ଅଟକାଇଥିଲେ। ମହିଳା କଣ୍ଡକ୍ଟର କହିଲେ ଯେ ଏହି ମାର୍ଗରେ ଏହା ହେଉଛି ଶେଷ ବସ୍ ଏବଂ ସେମାନେ ଅନ୍ୟ କୌଣସି ବସ୍ ପାଇବେ ନାହିଁ। ବସ୍ ଅଟକି ଯିବା ମାତ୍ରେ ସେହି 2 ଜଣ ବ୍ୟକ୍ତି ବସ୍ର ପଛ ଦ୍ୱାରରେ ପ୍ରବେଶ କରନ୍ତି। କିନ୍ତୁ ସେତେବେଳେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଲା ଯେ ବସ୍ରେ ଯାତ୍ରା କରୁଥିବା ଯାତ୍ରୀ ଦେଖିଲେ ଯେ 2 ନୁହେଁ 3 ଜଣ ଲୋକ ବସ୍ ଭିତରକୁ ପ୍ରବେଶ କରିଛନ୍ତି। ସେମାନଙ୍କ ମଧ୍ୟରୁ 2 ଜଣଙ୍କର ଚେହେରା ସମ୍ପୂର୍ଣ୍ଣ ଧଳା ଥିଲା। ତୃତୀୟ ବ୍ୟକ୍ତିର ମୁଣ୍ଡ ତଳକୁ ଥିଲା, କେଶ ଛିନ୍ନ ଭିନ୍ନ ହୋଇଥିଲା ଏବଂ ମୁହଁ ସମ୍ପୂର୍ଣ୍ଣ ଲୁଚି ରହିଥିଲା।
ସମସ୍ତ 3 ଜଣ ପ୍ରାଚୀନ ଚାଇନାର ପୋଷାକ ପିନ୍ଧିଥିଲେ। ଏହି 3 ଜଣ ଯାତ୍ରୀ ବସ୍ର ପଛ ସିଟ୍ରେ ବସିଥିଲେ। ମହିଳା କଣ୍ଡକ୍ଟର ଲୋକଙ୍କୁ ବୁଝାଇଥିଲେ ଯେ ବସ୍ରେ ଅଶାନ୍ତି ସୃଷ୍ଟି ହେବା ଉଚିତ ନୁହେଁ। ସେ କହିଥିଲେ ଯେ ଏହି ଲୋକମାନେ ହୁଏତ ଏକ ଡ୍ରାମା କମ୍ପାନୀରେ କାମ କରୁଥିବେ ଏବଂ ରାତି ବେଶୀ ହୋଇଯିବାରୁ ସେମାନେ ଶୀଘ୍ର ଘରକୁ ଯିବା ପାଇଁ ସେମାନଙ୍କ ପୋଷାକ କାଢ଼ିବାକୁ ସେ ଭୁଲି ଯାଇଥିବେ। ବସ୍ ନମ୍ବର 375 ଆଗକୁ ଗଡ଼ି ଚାଲିଲା। ବର୍ତ୍ତମାନ ବସ୍ରେ ସମୁଦାୟ 9 ଜଣ ଲୋକ ରହିଲେ। ବସ୍ରେ ଯାତ୍ରା କରୁଥିବା ବୁଢ଼ୀ ଲୋକଟି ବାରମ୍ବାର ପଛକୁ ଚାହିଁ ରହିଥିଲେ। ଯେତେବେଳେ ପରବର୍ତ୍ତୀ ଷ୍ଟପ୍ ଆସିଲା, ଯୁବକ ଦମ୍ପତି ଏହି ଷ୍ଟପ୍ରେ ଓହ୍ଲାଇଲେ। ବସ୍ ନମ୍ବର 375 ପୁନର୍ବାର ଗନ୍ତବ୍ୟସ୍ଥଳକୁ ଗତି କରେ। ବର୍ତ୍ତମାନ ବସ୍ରେ ସମୁଦାୟ 7 ଜଣ ରହିଲେ। ଏବେ ବି ବୁଢ଼ୀ ଲୋକଟି ବାରମ୍ବାର ସେହି 3 ଜଣଙ୍କୁ ଦେଖୁଥିଲା। ସେହି ଲୋକମାନେ ତାଙ୍କ ପାଇଁ ଅଜବ ଲାଗୁଥିଲେ, କିନ୍ତୁ ବସ୍ରେ ଉପସ୍ଥିତ ଥିବା ଅନ୍ୟ ସମସ୍ତ ଲୋକ ବ୍ୟସ୍ତ ଥିଲେ। ମହିଳା କଣ୍ଡକ୍ଟର ଡ୍ରାଇଭର ସହିତ କଥାବାର୍ତ୍ତା କରିବାରେ ବ୍ୟସ୍ତ ଥିଲେ। ବୃଦ୍ଧ ମହିଳାଙ୍କ ସାମ୍ନାରେ ବସିଥିବା ପୁଅଟି ବସ୍ ଝରକା ବାହାରେ ଥିବା ଦୃଶ୍ୟକୁ ଦେଖିବାରେ ବ୍ୟସ୍ତ ଥିଲା। ଏହିପରି ପ୍ରାୟ 2-3 କିଲୋମିଟର ଯିବା ପରେ ବୁଢ଼ୀ ଲୋକଟି ଜୋରରେ ଚିତ୍କାର କରି ତାଙ୍କ ସାମ୍ନାରେ ବସିଥିବା ପୁଅଟିକୁ ଗୋଟେ ଚାପୁଡ଼ା ମାରି ପଚାରିଥିଲେ, ମୋର ପର୍ସ କେଉଁଠାରେ? ଏହା ଶୁଣି ମହିଳା କଣ୍ଡକ୍ଟର ବୁଢ଼ୀ ଲୋକଟି ପାଖକୁ ଆସି କହିଲା ଯେ ସେ ତୁମର ପର୍ସ ଚୋରି କରିନାହିଁ, ସେ ତୁମ ସାମ୍ନାରେ ବସିଛନ୍ତି। ପୁଅଟି ମଧ୍ୟ ବୁଢ଼ୀ ଲୋକଟିକୁ ସମାନ କଥା ସବୁ କହିଥିଲା, କିନ୍ତୁ ବୁଢ଼ୀ ଲୋକଟି ତାଙ୍କ କଥାରେ ଜିଦ୍ ଧରି ପୁଅକୁ ପୋଲିସରେ ହସ୍ତାନ୍ତର କରିବା କଥା ଆରମ୍ଭ କରିଥିଲା। ଡ୍ରାଇଭର ଏବଂ ମହିଳା କଣ୍ଡକ୍ଟର ବୁଢ଼ୀ ଲୋକଟିକୁ ବହୁତ କିଛି ବୁଝାଇବାକୁ ଚେଷ୍ଟା କଲେ, କିନ୍ତୁ ସେ ବୁଝିନଥିଲେ ଏବଂ ପରବର୍ତ୍ତୀ ଷ୍ଟପ୍ରେ ବସ୍କୁ ଅଟକାଇବାକୁ ଡ୍ରାଇଭରକୁ କହିଥିଲେ। ବସ୍ ଅଟକିବା ମାତ୍ରେ ବୁଢ଼ୀ ଲୋକଟି ପୁଅର କଲର ଧରି ତଳେ ଟାଣି ନେଉଥିଲା। ବସ୍ଟି ଗନ୍ତବ୍ୟସ୍ଥଳକୁ ଫେରିଗଲା। ତାଙ୍କ ସହିତ ଘଟିଥିବା ଏହି ଘଟଣା ଯୋଗୁଁ ପିଲାଟି ବହୁତ ରାଗିଗଲା। ପିଲାଟି ବୃଦ୍ଧ ମହିଳାଙ୍କୁ କହିଲା, ମୁଁ ତୁମର ପର୍ସ ଚୋରି କରିନାହିଁ ଏବଂ ତୁମର ଭୁଲ ଅଭିଯୋଗ ହେତୁ ମୁଁ ମୋର ଶେଷ ବସ୍ ହରାଇଲି। ବର୍ତ୍ତମାନ ମୁଁ କିପରି ଘରକୁ ଯିବି ଏବଂ କେଉଁ ପୋଲିସ ଷ୍ଟେସନ ମୋତେ ନେଇଯାଉଛ, କାରଣ ପାଖରେ କୌଣସି ପୋଲିସ ଷ୍ଟେସନ ନଥିଲା। ତାପରେ ବୁଢ଼ୀ ଲୋକଟି ଦୀର୍ଘ ନିଶ୍ୱାସ ନେବା ପରେ ପିଲାଟିକୁ କହିଲା, ମୁଁ ତୁମକୁ ପୋଲିସ ଷ୍ଟେସନକୁ ନେବା ପାଇଁ ବସ୍ରୁ ଓହ୍ଲାଇ ନାହିଁ କି ତୁମେ ମୋ ପର୍ସ ଚୋରି କରିନାହ। ମୁଁ ତୁମର ଜୀବନ ବଞ୍ଚାଇବା ପାଇଁ ଏହି ଅଭିଯୋଗ ଆଣିଛି। ଏହା ଶୁଣି ପିଲାଟି ଆଶ୍ଚର୍ଯ୍ୟ ହୋଇ କହିଲା, ତୁମେ ମୋ ଜୀବନକୁ କିପରି ବଞ୍ଚାଇଲ? ବୁଢ଼ୀ ଲୋକଟି କହିଲା, ତୁମେ ସେ 3 ଜଣଙ୍କୁ ମନେ ରଖିଛ କି ଯେଉଁମାନେ ଶେଷରେ ବସ୍ରେ ଚଢ଼ିଥିଲେ? ମୁଁ ତାଙ୍କ ଉପରେ ପୂରା ନଜର ରଖିଥିଲି। ସେହି ଲୋକମାନେ ଆରମ୍ଭରୁ ମୋତେ ଅଜବ ଲାଗୁଥିଲେ। ବାଟରେ ମୁଁ ତାଙ୍କୁ ଦେଖିଥିଲି। ପ୍ରବଳ ପବନ ହେତୁ ତାଙ୍କ ପୋଷାକ କିଛି ସମୟ ପବନରେ ଉଡ଼ିଗଲା। ମୁଁ ଏହା ଦେଖିବାକୁ ଡରୁଥିଲି କାରଣ ତାଙ୍କର ଗୋଡ଼ ନଥିଲା ଏବଂ ମୁଁ ମୋ ଆଖିକୁ ବିଶ୍ୱାସ କରିପାରିଲି ନାହିଁ। ମୋତେ ଲାଗିଲା ଏକ ସ୍ୱପ୍ନ ପରି। ତାପରେ ମୁଁ ତୃତୀୟ ବ୍ୟକ୍ତିଙ୍କ ଚେହେରା ଦେଖିଲି। ଏହା ଦେଖି ମୁଁ ବୁଝିପାରିନଥିଲି ଯେ ସେମାନେ କୌଣସି ମଣିଷ ନୁହନ୍ତି। ମୋତେ ଯଥାଶୀଘ୍ର ସେହି ବସ୍ରୁ ଓହ୍ଲାଇବାକୁ ପଡ଼ିଲା ଏବଂ ତୁମର ଜୀବନ ମଧ୍ୟ ବଞ୍ଚାଇବାକୁ ପଡ଼ିଲା। ତେଣୁ ମୁଁ ମୋର ପର୍ସ ପାଇଁ ମିଛ ଅଭିଯୋଗ କଲି। ଏହା ଶୁଣି ପିଲାଟି ଯେତେବେଳେ ତାଙ୍କୁ ଡ୍ରାଇଭର ଏବଂ କଣ୍ଡକ୍ଟରଙ୍କୁ ଏହା କାହିଁକି କହିଲ ନାହିଁ ବୋଲି ପଚାରିଲେ, ବୃଦ୍ଧ ଜଣକ କହିଥିଲେ ଯେ ସେମାନେ ଏହାକୁ ଗୁରୁତ୍ୱର ସହ ନେଇନାହାନ୍ତି ଏବଂ ତାଙ୍କ ଆଖି ସେମାନଙ୍କୁ ଧୋକା ଦେଇଛି। ଏହାପରେ ବୃଦ୍ଧ ମହିଳା ଏବଂ ବାଳକ ଜଣକ ତୁରନ୍ତ ପୋଲିସ ଷ୍ଟେସନକୁ ଯାଇ ସେମାନଙ୍କ ସହ ଘଟିଥିବା ଘଟଣା ବିଷୟରେ ପୋଲିସ କର୍ମଚାରୀଙ୍କୁ ଜଣାଇଥିଲେ। ପୋଲିସ କର୍ମଚାରୀ ତାଙ୍କ କଥାକୁ ବିଶ୍ୱାସ କରନ୍ତି ନାହିଁ ଏବଂ ତାଙ୍କୁ ଘରକୁ ଯିବାକୁ କୁହନ୍ତି। ପୋଲିସ ଏହା ମଧ୍ୟ ନିଶ୍ଚିତ କରିଛି ଯେ
ଯଦି ଏପରି ଘଟଣା ଘଟେ ତେବେ ପୋଲିସ ନିଶ୍ଚିତ ଭାବେ ଏହା ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ। ବୃଦ୍ଧ ମହିଳା ଏବଂ ପୁଅ ନିଜ ନିଜ ଘରକୁ ଯାଆନ୍ତି ଏବଂ ପରଦିନ ସକାଳେ ନଭେମ୍ବର 15ରେ ୟୁଆନମିଙ୍ଗହ୍ୱାନ ବସ୍ ଟର୍ମିନାଲରୁ ଫ୍ରାଗ୍ରାଣ୍ଟ ହିଲ୍ ପର୍ଯ୍ୟନ୍ତ 375 ବସ୍ ନମ୍ବର ନିଖୋଜ ଥିବା ଘଟଣା ବିଷୟରେ ପୋଲିସ ସୂଚନା ପାଇଥାଏ। ଏହି ସୂଚନା ପାଇବା ପରେ ପୋଲିସ ବିଶ୍ୱାସ କରିଥିଲା ଯେ ସେହି ବୁଢ଼ୀ ଲୋକ ଓ ପୁଅ ଯାହା କହୁଛନ୍ତି ତାହା ସତ। ସଙ୍ଗେ ସଙ୍ଗେ ପୋଲିସ ବୃଦ୍ଧ ମହିଳା ଏବଂ ବାଳକକୁ ପୋଲିସ ଷ୍ଟେସନକୁ ଡାକି ତାଙ୍କ ସହିତ ସେହି ବିଷୟରେ ପୁଣି କଥା ହୋଇଥିଲେ। କିଛି ସମୟ ମଧ୍ୟରେ ଚାଇନାର ବେଜିଂରେ ଏହି ଖବର ବ୍ୟାପିଗଲା ଯେ ରୁଟ୍ ନମ୍ବର 375 ବସ୍ ନିଖୋଜ। ପୋଲିସର ବହୁ ଚେଷ୍ଟା ଅନୁସନ୍ଧାନ ପରେ ମଧ୍ୟ ବସ୍ ନମ୍ବର 375 ବିଷୟରେ କୌଣସି ସୂଚନା ମିଳିପାରିନଥିଲା। ଏପରିକି ପୋଲିସ ସମସ୍ତ ସିସିଟିଭି କ୍ୟାମେରାରେ ଖୋଜାଖୋଜି କରିଥିଲା, କିନ୍ତୁ ସେହି ବସ୍ର କୌଣସି ଚିହ୍ନ ବର୍ଣ୍ଣ ନଥିଲା। ନଭେମ୍ବର 16ରେ ପୋଲିସ ଏକ ବସ୍ ନଦୀରେ ଖସି ପଡ଼ିଥିବା ସୂଚନା ପାଇଥିଲା। ପୋଲିସ ଘଟଣାସ୍ଥଳକୁ ଯାଇ ବସ୍ଟିକୁ ନଦୀରୁ ଉଦ୍ଧାର କରିଥିଲା। ଏହା ଦେଖି ପୋଲିସ ଚକିତ ହୋଇଯାଇଛି, କାରଣ ନଦୀରେ ପଡ଼ିଥିବା ବସ୍ 375 ନମ୍ବର ଥିଲା। ଏହି ବସ୍ ଫ୍ରାଗ୍ରାଣ୍ଟ ହିଲ୍ଠାରୁ ପ୍ରାୟ 100 କିଲୋମିଟର ଦୂରରେ ଥିବା ଏକ ନଦୀରୁ ମିଳିଥିଲା। ଏହି ଘଟଣା 1995ର ସବୁଠାରୁ ବଡ଼ ଘଟଣା ଥିଲା ଏବଂ ଏହି ଘଟଣା ଗ୍ଲୋବାଲ ଟାଇମ୍ସ ଖବରକାଗଜ ଦ୍ୱାରା ଏହାର ଚ୍ୟାନେଲରେ ଦର୍ଶାଯାଇଥିଲା। ଲୋକମାନେ ବୃଦ୍ଧ ମହିଳା ଏବଂ ପୁଅକୁ ଭାଗ୍ୟବାନ ବୋଲି ଭାବିଥିଲେ, କିନ୍ତୁ ତଥାପି ପ୍ରଶ୍ନ ଉଠୁଛି ଯେ ସେହି 3 ଜଣ କିଏ ଥିଲେ? ସେମାନେ ମଣିଷ ନୁହନ୍ତି ନା ସେମାନେ ପ୍ରକୃତରେ ଭୂତ ଥିଲେ? ଏହି ଷ୍ଟୋରିଟି ଆପଣଙ୍କୁ କେମିତି ଲାଗିଲା କମେଣ୍ଟ ବକ୍ସରେ ନିଜର ମତାମତ ରଖିବେ। ଯଦି ଆପଣଙ୍କ ଅଞ୍ଚଳରେ କିମ୍ବା ଆପଣଙ୍କ ସହିତ ଏମିତି କିଛି ରହସ୍ୟମୟ ଘଟଣା ଘଟିଛି ଏବଂ ସେହି ଘଟଣାକୁ ନେଇ ଆପଣ ଏମିତି ଷ୍ଟୋରି ବନାଇବା ପାଇଁ ଚାହୁଁଛନ୍ତି, ତେବେ ଆମକୁ ଏହି ମେଲ୍ ଆଇଡିରେ ଯୋଗାଯୋଗ କରନ୍ତୁ। ଧନ୍ୟବାଦ।